ସମସ୍ତଙ୍କୁ ଖ୍ରୀଷ୍ଟୀୟ ପ୍ରେମରେ ମୋର ନମସ୍କାର। ପ୍ରିୟ ମୋର ଭାଇଆ ଭଉଣୀମାନେ, ଆଜି ଆମେ ପବିତ୍ର ବାଇବେଲରେ ଥିବା ପ୍ରକାଶିତ ବାକ୍ୟର କିଛି ବିଷୟ ଧ୍ୟାନ କରିବା। କ'ଣ ନା ସପ୍ତମଣ୍ଡଳୀ ନିକଟକୁ ବାର୍ତ୍ତା। ଆମକୁ ଜାଣିବାର ଅଛି ଏ ପ୍ରକାଶିତ ବାକ୍ୟ ତାହା କାହାଙ୍କର ଅଟେ, ଏ ପ୍ରକାଶିତ ବାକ୍ୟର ଲେଖକ କିଏ। ପ୍ରକାଶିତ ବାକ୍ୟ 1:1 ଏହିପରି ଲେଖାଯାଏ, ଯୀଶୁ ଖ୍ରୀଷ୍ଟଙ୍କର ପ୍ରକାଶିତ ବାକ୍ୟ। ଆମକୁ ଜାଣିବାର ଅଛି ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବାକୁ ହେଲେ ଆମକୁ ଜୟ କରିବାକୁ ପଡ଼ିବ। କାହା ଉପରେ? ନା ବିଶ୍ୱାସଘାତକ ଓ ବିନାଶକ ଉପରେ। ପରମେଶ୍ୱର ଚାହାନ୍ତି ଆମେ ଜୟ କରୁ। ପ୍ରକାଶିତ ବାକ୍ୟ 2:8-11 ଆମେ ଧ୍ୟାନ କରିବା। ଏଠି ଲେଖାଯାଏ ସ୍ୱର୍ଣ୍ଣା ମଣ୍ଡଳୀ ପ୍ରତି ବାର୍ତ୍ତା। ପ୍ରକାଶିତ ବାକ୍ୟର ସପ୍ତମଣ୍ଡଳୀ ବିଷୟରେ ଲେଖାଯାଏ, ତା ଭିତରେ ସ୍ୱର୍ଣ୍ଣା ମଣ୍ଡଳୀ ଏକ ଥିଲା। ସେ ମଣ୍ଡଳୀକୁ ଚିଠି ଲେଖିବା ପାଇଁ ଯୀଶୁଖ୍ରୀଷ୍ଟ ଜହନ୍ନଙ୍କୁ ଆଦେଶ ଦେଉଛନ୍ତି। ଯୀଶୁଖ୍ରୀଷ୍ଟ ଯାହା କହୁଛନ୍ତି ଜହନ୍ନ ତା ଲେଖୁଛନ୍ତି। ଏଠି ଲେଖାଯାଏ ସ୍ୱର୍ଣ୍ଣା ମଣ୍ଡଳୀର ଦୂତ ନିକଟକୁ ଲେଖ। ମଣ୍ଡଳୀର ଦୂତ କିଏ? ନା ଯିଏ ମଣ୍ଡଳୀର ପ୍ରଧାନ ପାଳକ ଅଟନ୍ତି। ଯେଉଁ ପାଳକ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ମନୋନୀତ ଓ ଅଭିଷିକ୍ତ ଥିଲେ, ଯାହାଙ୍କ ଭିତରେ ସତ୍ୟ ଜ୍ୟୋତି ସେ ପ୍ରକାଶନର ବାକ୍ୟ ଥିଲା। ଯେଉଁ ବାକ୍ୟ ବିଷୟରେ ଯୀଶୁଖ୍ରୀଷ୍ଟ କୁହନ୍ତି ତା ଆତ୍ମା ଆଉ ଜୀବନ ଅଟେ। ସେ ପ୍ରକାଶନର ବାକ୍ୟ ତାଙ୍କ ପାଖରେ ଥିଲା। ସେ ପ୍ରଭୁ ଯୀଶୁଙ୍କ ଦ୍ୱାରା ଅଭିଷିକ୍ତ ଥିଲେ। ତାଙ୍କ ପାଖକୁ ପତ୍ର ଲେଖିବା ପାଇଁ ଯୀଶୁଖ୍ରୀଷ୍ଟ ଜହନ୍ନଙ୍କୁ କହୁଛନ୍ତି। ଲେଖାଯାଏ, ଯେ ପ୍ରଥମ ଓ ଶେଷ, ଯେ ମୃତ ହୋଇ ପୁନର୍ଜୀବିତ ହେଲେ, ସେ ଏହା କହନ୍ତି, ଆମ୍ଭେ ତୁମର କ୍ଲେଶ ଓ ଦୀନତା ଜାଣୁ। ଆଉ ଯେଉଁମାନେ ଆପଣମାନଙ୍କୁ ଯିହୁଦୀ ବୋଲି କହନ୍ତି, ମାତ୍ର ପ୍ରକୃତରେ ଯିହୁଦୀ ନୁହନ୍ତି ବରଂ ଶୈତାନ ଦଳ, ସେମାନଙ୍କର ନିନ୍ଦା ମଧ୍ୟ ଆମ୍ଭେ ଜାଣୁ। ସେ ଲେଖାଯାଇଛି ଯେଉଁମାନେ ଆପଣମାନଙ୍କୁ ଯିହୁଦୀ ବୋଲି କହନ୍ତି ମାତ୍ର ପ୍ରକୃତରେ ଯିହୁଦୀ ନୁହନ୍ତି। ସେ କିଏ ଥିଲେ? ନା ସେ ଭୂମିରୁ ବାହାରିଥିବା ପଶୁ, ସେ ନିକୋଲାଇତ ମାନେ, ଯେଉଁମାନେ ଶୈତାନ ଦ୍ୱାରା ମନୋନୀତ, ଯେଉଁମାନେ ବିଜାତିମାନଙ୍କ ମଧ୍ୟରୁ ଆସିଥିଲେ। ସେ ଶୈତାନର ବୀଜ, ସେ ପାପାତ୍ମାର ସନ୍ତାନ ସେମାନେ ଥିଲେ। ସେମାନେ ସେ ମଣ୍ଡଳୀର ପଶି ବିନାଶ କରୁଛନ୍ତି। ସେଠି ଆଉ ସତ୍ୟ ବାକ୍ୟ ନାହିଁ, ସେଠି ମିଥ୍ୟା ମିଶ୍ରିତ ବାକ୍ୟ ଅଛି। ଯେଉଁମାନଙ୍କ ଭିତରେ ସେ ସତ୍ୟ ବାକ୍ୟ ଥିଲା, ସେ ପ୍ରକାଶନର ବାକ୍ୟ ଥିଲା, ସେମାନେ ଯେତେବେଳେ ବାକ୍ୟକୁ ଶୁଣୁଛନ୍ତି ସେମାନେ ଗ୍ରହଣ କରୁନାହାନ୍ତି। ସେଠି କ'ଣ ହେଉଛି? ସେଠି ତାଡ଼ନା ହେଉଛି। ଲେଖା ହେଇଛି କ'ଣ? ଯେଉଁ ସବୁ ଦୁଃଖ ଭୋଗ କରିବାକୁ ଯାଉଅଛ ସେହି ସବୁକୁ ଭୟ କର ନାହିଁ। ଦେଖ, ତୁମ୍ଭମାନଙ୍କ ପରୀକ୍ଷା ନିମନ୍ତେ ଶୈତାନ ତୁମ୍ଭମାନଙ୍କ ମଧ୍ୟରୁ କାହାରିକୁ କାରାଗାରରେ ନିକ୍ଷେପ କରିବ, ଆଉ ତୁମ୍ଭେମାନେ 10 ଦିନ କ୍ଲେଶ ଭୋଗ କରିବ। ତୁମେ ମରଣ ପର୍ଯ୍ୟନ୍ତ ବିଶ୍ୱସ୍ତ ଥାଅ, ସେଥିରେ ଆମ୍ଭେ ତୁମକୁ ଜୀବନ ରୂପ ମୁକୁଟ ଦେବୁ। ଆମକୁ ଜୟ କରିବାକୁ ଅଛି ଏଇମାନଙ୍କ ଉପରେ, ଏ ବିଶ୍ୱାସଘାତକ, ଏ ବିନାଶକ ଉପରେ ଆମକୁ ଜୟ କରିବାକୁ ଅଛି। ଏ ମିଥ୍ୟା ଶିକ୍ଷା ଉପରେ ଆମକୁ ଜୟ କରିବାକୁ ଅଛି। ଏଠି ଲେଖାଯାଏ, ମଣ୍ଡଳୀମାନଙ୍କୁ ଆତ୍ମା କ'ଣ କହନ୍ତି? ଯାହାର କର୍ଣ୍ଣ ଅଛି ସେ ତା ଶୁଣୁ। ଯେ ଜୟ କରେ ସେ ଦ୍ୱିତୀୟ ମୃତ୍ୟୁ ଦ୍ୱାରା କୌଣସି ପ୍ରକାର କ୍ଷତିଗ୍ରସ୍ତ ହେବ ନାହିଁ। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ।